ମୋ ନାଁ ହେଉଛି ବାସୁଦେବ ଗଡ଼ନାୟକ, ଘର ଗୋପୀବଲ୍ଲଭପୁର। ଆମେ ସବୁ ଆସିଛୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପାଖାପାଖି 5ଟା ପଞ୍ଚାୟତର ଲୋକ ଆସିଛୁ। ଏଇ ନାଲକୋ ଏବଂ ଜିନ୍ଦଲ କୋଲ ମାଇନ୍ସ ହେବା ଦ୍ୱାରା ବାୟୁ ପ୍ରବଳ ମାତ୍ରାରେ ପ୍ରଦୂଷଣ ହେଉଛି, ଯାହାକି ଲୋକମାନଙ୍କର ଏଇ ଡଷ୍ଟ ଫଷ୍ଟ ଖାଇ କିଡନୀ ବି ଡ୍ୟାମେଜ ହେଇଗଲାଣି ଏବଂ ସର୍ବପକ୍ଷରେ କମ୍ୟୁନିକେସନ ବି ନାହିଁ। ତେଣୁ ଏଇ ଯେଉଁ ମୁଖ୍ୟ ରାସ୍ତା ଦେଇକି ଆମର ଅନୁଗୁଳକୁ ଆସୁଛି, ଏଇ ପଞ୍ଚାୟତର ଲୋକମାନେ ତ ଆସୁଛନ୍ତି ଅନୁଗୁଳେଶ୍ୱରକୁ ଆସିବା ପାଇଁ। ଏହା ଦ୍ୱାରା କୋଇଲା ଗାଡ଼ି ଟ୍ରାନ୍ସପୋର୍ଟ ହେବା ଦ୍ୱାରା ଲୋକ ସହଜରେ ଯାତାୟାତ କରିପାରୁନାହାନ୍ତି। ବହୁତ ବି ଆକ୍ସିଡେଣ୍ଟ ହେଇକିନି ମୃତ୍ୟୁ ମୁଖରେ ପଡ଼ିଲେଣି ଏବଂ ତାଙ୍କର ଏଇ ରାସ୍ତା ଦ୍ୱାରା କୋଇଲା ପରିବହନ ନ ହେବା କଥା କିନ୍ତୁ ବାସ୍ତବରେ, କିନ୍ତୁ ଲୋକ ଯେଉଁ ବାଟରେ ଯାଉଛନ୍ତି ସେ ବାଟ କୋଇଲା ଟ୍ରାନ୍ସପୋର୍ଟ ହେବା ଦ୍ୱାରା ଲୋକ ବହୁତ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଏବଂ ଆମର ଧନ ଜୀବନ ହାନି ହେଇଛି ଏବଂ ଫସଲପାତି ହେଇପାରୁନାହିଁ। ଲୋକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଲେଣି। ତେଣୁ କୋଇଲା ବୋହିବା ପାଇଁ ଆମେ ଅନୁରୋଧ କରୁ ସେମାନଙ୍କର ଅଲଗା ରାସ୍ତା କରନ୍ତୁ ମାଲଗାଡ଼ି ରାସ୍ତା ପାଇଁ ଏବଂ ସର୍ବସାଧାରଣ ଯିବା ଆସିବା ରାସ୍ତାରେ କୋଇଲା ଟ୍ରାନ୍ସପୋର୍ଟ ନ କରନ୍ତୁ ଏବଂ ପରିବେଶ କେମିତି ସୁରକ୍ଷିତ ରହିବ ବୃକ୍ଷରୋପଣ କରି ଲୋକମାନଙ୍କ ଯାତାୟାତ କମ୍ୟୁନିକେସନ ସୁବିଧା କରନ୍ତୁ ଏବଂ ପ୍ରଦୂଷଣକୁ ବହୁ ମାତ୍ରାରେ ରୋକ ଅଟକାଇ ପାରିଲେ ଆମେ ଭାବୁଛୁ ଭଲ ହେବ। ଆପଣଙ୍କର ଯେଉଁ ନୀତି ନିୟମ ଅଛି ସେଇ ନୀତି ନିୟମରେ କରନ୍ତୁ, କିନ୍ତୁ ସେ ଜିନିଷ ନ କରି ସେଇଥିପାଇଁ ଦେଲା ପରେ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଆମେ ଏଠି ଆସିଲୁ। ଆମର ପ୍ରାୟ ମୁଖ୍ୟତଃ ଯେଉଁ ମାଇନିସି କରୁଛି ଯେ ସମ୍ପୂର୍ଣ୍ଣ କୋଇଲାରୁ ଯେଉଁ ଡଷ୍ଟ ପାଣି ନାଳକୁ ଛାଡ଼ୁଛି, ଆମର ପଞ୍ଚାୟତ ରୋଡ଼ରେ ଯିବା ଆସିବା କରୁଛି, ଯେଉଁ ଫଳରେ ଲୋକଙ୍କର ନାହିଁ ନଥିଲା ହଇରାଣ ହେଉଛି। ଆମେ ଆସିଛୁ ବରପଦା, ଦୁର୍ଗାପୁର, କୋରଡ଼ା ଆଉ କୋଶଳା, ବରପଦା, ଏମିତି ଆମେ ରାଇଜଣ 5ଟା ଗାଁର ଆସିଛୁ ଯୁବଶକ୍ତି। ଆଉ ଆମର ପ୍ରତିଶ୍ରୁତି ଦେଲେ ଯେ 3 ଦିନ ଭିତରେ ଆଜି କିଛି ଲିଖିତ ନାଲକୋକୁ ଜଣେଇବେ, ଆଉ ଶନିବାର ସେ ନିଜେ ଯିବେ ଭିଜିଟ୍ କରିବେ, ଆମର ଗ୍ରାମକୁ ନେଇ ପ୍ରଶାସନକୁ ଧରି ଭିଜିଟ୍ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ଶୁଣନ୍ତୁ, ଏଠି ତ ଏମିତି ଗଲେ ସମ୍ପୂର୍ଣ୍ଣ ପ୍ରଦୂଷଣ ପ୍ରଶାସନ ଆଖି ବନ୍ଦ କରିଦେଇଛି। ଆପଣମାନେ ନିଜେ ବି ଦେଖୁଥିବେ ଛେଣ୍ଡିପଦାରୁ ଅନୁଗୁଳ ଆସିବା ପାଇଁ ନାହିଁ ନଥିଲା ହଇରାଣ। ମାଇନିସିରେ କୋଇଲା ଲୋଡ୍ ହେଉଛି, କିନ୍ତୁ ସେଇ କୋଇଲା କୌଣସି ଗାଡ଼ିକି ଧୁଆ ନ ଧୁଆ କରି କି ଠିକ୍ ସେ ପାଲ ନ ବାନ୍ଧି ସେଇ ରୋଡ଼ରେ ଆସିଲା ବେଳେ ପ୍ରତ୍ୟେକ ରୋଡ଼ରେ ମିନିମମ୍ ଟନ୍ କୋଇଲା ବି ଖସି ପଡ଼ିଛି, କିନ୍ତୁ ଯାହାଫଳରେ ସେଇ କୋଇଲାରେ ବି ଲୋକ କିଛି ଖସି ପଡ଼ୁଛି ବି ଜୀବନ ଯାପନ ବି ଯାଉଛି।